ତ ଜୟ ବଡ଼ାମ ସାଙ୍ଗମାନେ ତ ମୁଇଁ ଆଜି ସକାଳୁ ସକାଳୁ କିଆଳ ବାହାରି ପଡ଼ ମୁଇଁ ସକାଳୁ ସକାଳୁ ରାପିଡ଼ ବୁକ୍ କରିକିରି ଆସିକିରି ପହଞ୍ଚି ଯାଇଥିଲି ରସୁଲଗଡ଼ ପାଖରେ। ତ ରସୁଲଗଡ଼ରେ ପହଞ୍ଚିକିରି ମୁଇଁ ବସ୍କୁ ଅପେକ୍ଷା କରି ମୋର ମୁଣ୍ଡ ଟିଣ ହେଇ ତ ଯାହା ହଉ ତାପରେ କିଛି ସମୟ ପରେ ମୋର ବସ୍ ଆସିକିରି ପହଞ୍ଚି ଯାଇଥିଲା। ତାପରେ ମୁଇଁ ବସ୍ରେ ବସିକିରି ଆସିକିରି ପହଞ୍ଚି ଯାଇଥିଲି କେନ୍ଦ୍ରାପଡ଼ା। ତ ମୁଇଁ କେନ୍ଦ୍ରାପଡ଼ାରେ ଓଳାଭରଠାରେ ଓହ୍ଲେଇ ପଡ଼ିଥିଲି। ମୁଇଁ ଓହ୍ଲେଇ ପଡ଼ି ସାରିଲା ବେଳକୁ ଆମର ବାବୁ ଆମ କାକା ଆସିକିରି ମୋତେ ପହଞ୍ଚି ସାରିଲା ବେଳକୁ ମୋର ଖୁଡ଼ି ମୋତେ ଆଣିକି ରସା ବଳି ଦେଇଛି। ତାପରେ ଆମେ ଓଳାଭରରେ ଚାଲିଥିବା ମେଳା ବୁଲିବାକୁ ଯାଇକିରି ଆମର ବାବୁର ବାଗ ଦେଖିଲା ବେଳକୁ ମୋର ମୁଣ୍ଡ ପୁରା ଟିଣ ଆଉ ତାର ମୁହଁଟାକୁ ଦେଖିଲେ ତମେ ଜାଣିପାରୁଥିବ ସେ କିସ ନାକି କାନ୍ଦୁଛି ଆଉ ଏରକ ହଉଛି। ତ ଚାଲ ଭିଡ଼ିଓ ଦେଖ। ତାପରେ ତାକୁ ଦେଖିକିରି ମୋର ମୁଣ୍ଡରେ ଟିକେ ଦୟା ଆସିଲା। ତାକୁ କହିଲି ତୁଇ ବାବୁ ଦୂଳିରେ ବସି ପଡ଼। ସିଏ ତାପରେ ଦୂଳିରେ ବସି ଗିରିଗିରି ତଥାପି ତାର ମନ ମାନିଲା ନାହିଁ। ଗୋଟେ ଦୋକାନରେ ଆସିକିରି ପହଞ୍ଚି ଯାଇଥିଲୁ। ସେଇ ଦୋକାନରେ ପହଞ୍ଚିକରି ତାର ମୁହଁଟାକୁ ଦେଖ କେମିତି କହୁଛି। ତାର ଇଚ୍ଛା ଥିଲା ସେଇ ଯେ ଦୋକାନରେ ଥିଲା ଯେ ଗୋଟେ ଛୋଟିଆ ଆକ୍ୱାରିୟମଟା ସେଇଟା ଦୋକାନରେ ବିକ୍ରି ନଥିଲା। ସେଇଟା ଦୋକାନ ବାଲା ତାର ନିଜର ନାକି ରଖିଥିଲା। ତାପରେ ବାବୁକୁ ଟାଟୁ ଗୋଟେ କରିଦେଇକିରି ଆମେ ଘରେ ପହଞ୍ଚି ଯାଇଥିଲୁ। ଘରେ ପହଞ୍ଚିଲା ଟିଣ ମୋମୋ ଖାଇବାରେ ଲାଗି ପଡ଼ିଛି। ତାପରେ ଟିଣ କହିଲି ମୋତେ ଗୋଟେ ମୋମୋ ଦେ କହିଲା ବେଳେ ମୋତେ ଗୋଟେ ଦେଇଦେଲା। ମୁଇଁନି ଗୋଟେ ଖାଇ ଦେଇଥିଲି ମୋମୋ।